ଜୟ ଜଗନ୍ନାଥ। ଓମ୍ ହନୁମତେ ନମଃ। ଦର୍ଶକ ବନ୍ଧୁ, ଆଜି ଆପଣମାନଙ୍କୁ ଆମେ ଗଣେଶ ଚତୁର୍ଥୀ କାହିଁକି କରାଯାଏ, କ'ଣ ପାଇଁ ଆମେ ପାଳନ କରୁଛେ ସେହି ବିଷୟରେ ଆମେ ଜାଣିବା। ତା ପୂର୍ବରୁ ଆମେ ଆଜି ହନୁମାନଙ୍କର ଦର୍ଶନ କରିବା, ତାପରେ ଆମେ ଗଣେଶଙ୍କୁ ଦର୍ଶନ କରିବା ଏବଂ ତାଙ୍କ ବିଷୟରେ ଜାଣିବା। ଆଉ ଆପଣମାନଙ୍କୁ ମୁଁ କହିଦେଉଛି ଯେ କ'ଣ ମନ୍ତ୍ର ଜପ କଲେ ପ୍ରଭୁ ହନୁମାନଙ୍କର ଆପଣଙ୍କର ପ୍ରତିଟି କାମ ମଙ୍ଗଳମୟ ହେବ। ଆଜି ହେଉଛି ମଙ୍ଗଳବାର, ଆଜି ହେଉଛି ହନୁମାନଙ୍କର ବାରଟି। ଆଜ୍ଞା, ଆପଣ ଆଜି ମଙ୍ଗଳବାରରେ ଆପଣ ଯେକୌଣସି ହନୁମାନ ମନ୍ଦିର ହଉ କିମ୍ବା ଆପଣଙ୍କର ଛୋଟ ହନୁମାନ ମନ୍ଦିର ଯଦି ଆପଣଙ୍କ ଘର ପାଖରେ ଅଛି, ଛୋଟ ଜାଗା, ସେଠି ମଧ୍ୟ ଗଲେ ଚଳିବ। ବଡ଼ ହନୁମାନ ଯୋଉଠି ବଡ଼ ମନ୍ଦିର ଅଛି ଠାକୁରଙ୍କର, ସେଠି ନ ଯାଇ ପାରୁଛନ୍ତି ଯଦି ଯେକୌଣସି ହନୁମାନ ଆମର ହେଉଛନ୍ତି ଯୋଉଠି ବି ଥିବେ, ଆପଣ ତାଙ୍କ ସାମ୍ନାରେ ବସିବେ। ଆପଣ କେବଳ କହିବେ ଗୋଟେ ମନ୍ତ୍ର, ମୁଁ ଆପଣଙ୍କୁ କହିଦେଉଛି। ଏଇ ମନ୍ତ୍ରଟିକୁ ଆପଣ 10,000 ଥର ଜପ କରିବେ। ମାତ୍ର 3ଟି ମଙ୍ଗଳବାର ଆପଣ ଜପ କରିବେ। এই 3ଟି ମଙ୍ଗଳବାର ଆପଣ ଜପ କଲା ପରେ ଆପଣ ଦେଖିବେ ଆପଣଙ୍କର ଯେତେ ସବୁ ଅସୁବିଧା ଅଛି ଆଜ୍ଞା, ସବୁ କ୍ଷେତ୍ରରେ ଆପଣ ଦେଖିବେ ସୁଫଳ ପାଇବେ ନିଶ୍ଚିନ୍ତ ଭାବରେ। ଏଇଟା ଆପଣଙ୍କୁ କେବେ ଆଜ୍ଞା ଖାଲି ଯିବନି। ସେ ମନ୍ତ୍ରଟି ଆପଣଙ୍କୁ କହିଦେବେ, ଶୁଣନ୍ତୁ। ଓମ୍ ଅଞ୍ଜନି ପୁତ୍ରାୟ ବିଦ୍ମହେ ବାୟୁ ନନ୍ଦନାୟ ଧୀମହି ତର୍ଣ୍ଣୋ ହନୁମତେ ପ୍ରଚୋଦୟାତ୍। ଏଇ ମନ୍ତ୍ରଟିକୁ ଆଜ୍ଞା ଆପଣ 10,000 ଥର, ଗୋଟିଏ ମଙ୍ଗଳବାର 10,000, ପୁନର୍ବାର ଆଉ ଗୋଟିଏ ମଙ୍ଗଳବାର 10,000, ପୁଣି ପୁନର୍ବାର ଆଉ ଗୋଟେ ମଙ୍ଗଳବାର 10,000। 10,000 ମନ୍ତ୍ର ଆପଣ ଜପ କରିଦିଅନ୍ତୁ। ଆପଣ ସିଦ୍ଧି ଲାଭ କରିଦିଅନ୍ତୁ ଏଇ ମନ୍ତ୍ର ଉପରେ। ତାପରେ ଆପଣ ଦେଖିବେ ଆପଣଙ୍କ କାମ ଗୁଡ଼ିକ ସବୁ ଅଟୋମେଟିକାଲି ଭଗବାନ ଆମର ଜାଣିଛନ୍ତି ସମସ୍ତେ ଯେ ହନୁମାନ ହିଁ ବର୍ତ୍ତମାନ ଆମର ଏଇ କଳି ଯୁଗରେ ଅମର ହେଇକି ଅଛନ୍ତି। ପ୍ରଭୁ ରାମଚନ୍ଦ୍ର ତାଙ୍କୁ ବରଦାନ ଦେଇଥିଲେ। ତେଣୁ ଆପଣଙ୍କ କାମ ସେ ସବୁ ନିଶ୍ଚିନ୍ତ ଭାବରେ କରିଦେବେ। ଦେଖନ୍ତୁ, ବର୍ତ୍ତମାନ ଆପଣ ସୁନ୍ଦର ଭାବରେ ଦର୍ଶନ କରୁଛନ୍ତି ବୀର ହନୁମାନଙ୍କର। ଏଇଭଳି ଆପଣ ଯଦି ମନ୍ଦିର ଅଛି ଆପଣଙ୍କ ପାଖରେ, ତାହେଲେ ଆପଣ ନିଶ୍ଚିନ୍ତ ଭାବରେ ସେଠାକୁ ଯାଆନ୍ତୁ ଏବଂ ଏଇ ମନ୍ତ୍ରଟିକୁ 10,000 ଥର ଦର୍ଶକ ବନ୍ଧୁ ଆପଣ କେବଳ ଜପି ଚାଲନ୍ତୁ। ଆପଣ ଦେଖିବେ ଆପଣଙ୍କୁ ଜାଣିପାରିବେନି ଆପଣଙ୍କର କେତେ ଯେ ମଙ୍ଗଳ ହେବ, ତାର ଆପଣ ଜାଣିପାରିବେନି। ଆଜି ଯେମିତି ମଙ୍ଗଳବାର, ଆପଣ ଏଇ ମଙ୍ଗଳବାରକୁ ମଙ୍ଗଳବାର ଆପଣ ଏଇଭଳି 10,000 ମନ୍ତ୍ର ଜପ କରିଦିଅନ୍ତୁ। ଆପଣ ଟୋଟାଲ ବୁଝିପାରିବେନି ଯେ ଭିତରେ ଭିତରେ ସେ କ'ଣ ଆପଣଙ୍କର ହେଉଛି। ଆପଣଙ୍କର ନିଶ୍ଚିତ ମଙ୍ଗଳ ହେବ। ଆପଣଙ୍କର ସବୁ ବାଧା ବିଘ୍ନ ଯାହା ଅଛି ସବୁ ଦୂରୀଭୂତ ହୋଇଯିବ। ୟା ପରେ ଆଜ୍ଞା ଆମେ ବର୍ତ୍ତମାନ ଯିବା ଗଣେଶଙ୍କ ପାଖକୁ। ତ ଆସନ୍ତା କାଲି, ଆଜି ହେଉଛି ମଙ୍ଗଳବାର, ଆସନ୍ତା କାଲି ହେଉଛି ଗଣେଶ ପୂଜା। ତେଣୁ ଆପଣମାନଙ୍କୁ ମୁଁ ବର୍ତ୍ତମାନ କହିଦେଉଛି ଯେ ଏଇ ଗଣେଶ ଚତୁର୍ଥୀ ସେ ବି ମଧ୍ୟ ହେଉଛନ୍ତି ଆମର ବିଘ୍ନ ବିନାଶକ। ସେ କେମିତି ବିଘ୍ନ ବିନାଶକ ହେଲେ, ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ରଟି ବର୍ତ୍ତମାନ କହୁଛି। ଆପଣ କିଛି ନହେଲେ ଏଇ ଯେଉଁ ମନ୍ତ୍ରକୁ ଆପଣ ଯେକୌଣସି କାମ କଲା ବେଳକୁ ଆପଣ ଜପ କରିପାରିବେ। ଗଣେଶଙ୍କ ସାମ୍ନାକୁ ଆପଣ ଯେତେବେଳେ ଯାଉଛନ୍ତି ଆପଣ ତାଙ୍କୁ ମଧ୍ୟ ଏଇ ମନ୍ତ୍ରଟି ମଧ୍ୟ ଜପ କରିପାରିବେ। ଆପଣଙ୍କର ପ୍ରତିଟି ବିଘ୍ନ ନାଶ ସେ କରିବେ, ନିଶ୍ଚିନ୍ତ ଭାବରେ ସେ ନାଶ କରିବେ। କାହିଁକି, କ'ଣ ପାଇଁ ନାଶ କରିବେ, କେମିତି ତାଙ୍କୁ ଦେବତା ଏଇ ବର ଦେଇଥିଲେ, ସେ ପ୍ରଥମେ କଥାଟି ଜାଣିବା, ତାପରେ ସେ ମନ୍ତ୍ରଟି ମୁଁ ଆପଣଙ୍କୁ କହିବି। ଦର୍ଶକ ବନ୍ଧୁ ଦେଖନ୍ତୁ, ଯେତେବେଳେ ମା ପାର୍ବତୀ ତପସ୍ୟା କରୁଥିଲେ, ସେତେବେଳେ ମହାଦେବ ଯାଇଥିଲେ ପାର୍ବତୀଙ୍କ ପାଖକୁ ଏବଂ ସେ ଗଣେଶଙ୍କୁ ସୃଷ୍ଟି କରିଥିଲେ। ତାଙ୍କ ଦେହର ଅବଶେଷରୁ ସେ ତାଙ୍କୁ ସୃଷ୍ଟି କରିଥିଲେ। ମାତା ପାର୍ବତୀ ଗଣେଶଙ୍କୁ ସୃଷ୍ଟି କରିଥିଲେ। ସେତେବେଳେ ମହାଦେବ ବିଲକୁଲ ତାଙ୍କୁ ଦେଖିନଥିଲେ। ତେଣୁ ଇଏ ମହାଦେବଙ୍କୁ ବିଲକୁଲ ଛାଡ଼ିଲେନି ଭିତରକୁ ଯେ ମାତା ପାର୍ବତୀଙ୍କୁ ଦେଖା କରିବା ପାଇଁ। ତେଣୁ ମହାଦେବ ତାଙ୍କ ମୁଣ୍ଡଟାକୁ ପୁରା କାଟିଦେଲେ। କାଟିଦେଲା ପରେ ମା ପାର୍ବତୀ ରାଗିକି ପୁରା ବିଭିନ୍ନ ପ୍ରକାର ଶକ୍ତି ସବୁ ଉତ୍ପନ୍ନ କଲେ, ଯିଏକି ସଂସାରକୁ ପୁରା ସଂହାର କରିଚାଲିଲେ। ତେଣୁ ଯେତେବେଳେ ସୃଷ୍ଟି ଯେତେବେଳେ ନାଶ ହେବାକୁ ବସିଲା, ସେତେବେଳେ ଆଜ୍ଞା ସମସ୍ତ ଦେବଗଣ ଯାଇକି ନାରାୟଣ, ବ୍ରହ୍ମା, ମହାଦେବ ସମସ୍ତଙ୍କୁ କହିଲେ ଯେ ବର୍ତ୍ତମାନ କେମିତି କ'ଣ କରନ୍ତୁ ଆଜ୍ଞା, ବର୍ତ୍ତମାନ ଗଣେଶକୁ ବଞ୍ଚାନ୍ତୁ, ନହେଲେ ସୃଷ୍ଟି ନାଶ କରିଦେବେ ମା। ତେଣୁ ସମସ୍ତେ ଚିନ୍ତା କଲେ ଏବଂ କହିଲେ ଯେ ଗୋଟିଏ ମାତ୍ର ଉପାୟ ଅଛି, ଯେ ଗୋଟେ ମା କୋଳରେ ଶୋଇଥିବା ଉତ୍ତର ଦିଗକୁ ମୁଣ୍ଡ କରି ତାଙ୍କରି ମୁଣ୍ଡଟାକୁ କାଟିକି ନେଇ ଆସିଲି, ଗଣେଶଙ୍କ ମୁଣ୍ଡରେ ଲଗେଇଲେ ସିଏ ବଞ୍ଚି ପାରିବେ। ତେଣୁ ବହୁତ ଖୋଜାଖୋଜି ପରେ କୋଉଠି ମିଳିଲେନି, କିନ୍ତୁ ଗୋଟେ ହାତୀ ଛୁଆଟିଏ
ଆଉ ଶୋଇଥିଲା ମା କୋଳରେ ଉତ୍ତର ଦିଗକୁ ମୁଣ୍ଡ କରି ତା ମୁଣ୍ଡଟାକୁ କାଟିକି ନେଇ ଆଇଲେ ଆସିକି ଲଗେଇ ଦେଇକି ଲଗେଇଦେଲା ପରେ ପ୍ରଭୁ ଗଣେଶ ସେଠି ଗଜାନନ ହେଲେ ତାଙ୍କୁ ସେଇଠି ତାଙ୍କୁ ଜୀବଦାନ ମିଳିଗଲା। ସେଇଠି ସବୁ ଦେବାଦେବୀ ନାରାୟଣ ବ୍ରହ୍ମା ମହେଶ୍ୱର ସମସ୍ତେ ମାନେ ଆଶୀର୍ବାଦ କଲେ ଯେ ତୁମେ ହେଉଛ ବର୍ତ୍ତମାନ ବିଘ୍ନ ନାଶକ, ତୁମେ ହିଁ ହେଉଛ ସବୁ ଦେବତାଙ୍କର ଉପରେ ମାନେ ସମସ୍ତଙ୍କର ଉର୍ଦ୍ଧ୍ୱରେ ବର୍ତ୍ତମାନ ହେଉଛନ୍ତି କିଏ ଗଣେଶ। ତୁମକୁ ଯିଏ ପୂଜା କରିବ କଣ ପାଇଁ ନା କୋଉ ଦିନ ପୂଜା କରିବ ନା ଏଇ ଯୋଉ ଘଟଣାଟି ଘଟିଥିଲା ମୁଣ୍ଡ କଟାକଟି ଯୋଉ ଘଟଣାଟି ଘଟିଥିଲା ସେଟା ଆଜ୍ଞା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଏବଂ ରାତ୍ରର ପ୍ରଥମ ପହର ଯେତେବେଳେ ଚନ୍ଦ୍ରଙ୍କର ଶୁଭ ଉଦୟ ସମୟ ସେଇ ସମୟରେ ଆଜ୍ଞା ହେଇଥିଲା। ତେଣୁ ସେଇଥିପାଇଁ ଦେବତା ସମସ୍ତେ ଆଶୀର୍ବାଦ କଲେ ଯେ ତୁମର ଆଜିର ଦିନରେ ଏଇ ଯୋଉ ଶୁଭ ଉଦୟଟି ହେଇଛି ଏଇ ଦିନ ତୁମକୁ ଯିଏ ବ୍ରତ କଲା ବା ତମର ଯିଏ ଓଷା ଉପାସ କଲା ତାହାର ସବୁ ବିଘ୍ନ ନାଶ ହବ। ସେ ମନ୍ତ୍ରଟି ହଉଛି ଆଜ୍ଞା ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ ନିର୍ବିଘ୍ନ କୁରୁ ମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା। ଦର୍ଶକ ବନ୍ଧୁ ଆପଣମାନେ ଏହି ପ୍ରକାରର ଭିଡ଼ିଓ ଦେଖୁଥାନ୍ତୁ। ଆପଣମାନଙ୍କ ପାଇଁ ଆମ ଶୁଭକାମନା ଅଛି। ଗଣେଶ ଚତୁର୍ଥୀ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା। ରହିଲୁ। ଜୟ ଜଗନ୍ନାଥ, ଜୟ ବଜରଙ୍ଗବାଲି, ଜୟ ଗଣନାଥ, ଓମ୍ ଗଣପତये ନମଃ। ଦର୍ଶକ ବନ୍ଧୁ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ତେବେ ନିଶ୍ଚିନ୍ତ ଭାବରେ ଲାଇକ୍ କରିବେ।